ଶାନ୍ତିଧାମ ଯାନର 39ତମ ଜରୁରୀକାଳୀନ ସେବା ପ୍ରଦାନ। ଗତକାଲି ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ ବାଗଧରିଆ ଗ୍ରାମର ଜୈନିକ ବ୍ୟକ୍ତି ନାମକ ଆନନ୍ଦ ଚନ୍ଦ୍ର ପ୍ରଧାନ ବୟସ 82 ବର୍ଷ, ଗ୍ରାମ ବାଗଧରିଆ, ପଞ୍ଚାୟତ ନୂଆବଗ, ଥାନା ହିନ୍ଦୋଳ, ଜିଲ୍ଲା ଢେଙ୍କାନାଳଙ୍କର ବାଗଧରିଆ ସ୍ଥିତ ନିଜସ୍ୱ ଘରେ ବୟସାଧିକ କାରଣରୁ ଦେହାନ୍ତ ହୋଇଥିବା ବେଳେ ଆଗେଇବା ପରିବାର ଢେଙ୍କାନାଳ ପ୍ରଦତ୍ତ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ଜନମଙ୍ଗଳ ରାସଳର ଦାୟିତ୍ୱରେ ଥିବା ସଂଗ୍ରାମୀ ସାରଙ୍ଗଧର ଓମ୍ ଶାନ୍ତି ପରିବହନ ସେବା ଶାନ୍ତିଧାମ ଯାନରେ ଶେଷକୃତ୍ୟ ନିମିତ୍ତ ବାଗଧରିଆରୁ ପୁରୀ ସ୍ୱର୍ଗଦ୍ୱାରକୁ ସମ୍ପୂର୍ଣ୍ଣ ଦେୟଯୁକ୍ତ ସେବା ପ୍ରଦାନ କରାଯାଇଛି। ତେବେ ରାତ୍ର 11 ଘଟିକା ସମୟରେ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କର ପାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହୋଇଛି। ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ପ୍ରଧାନ ଜଣେ ଧର୍ମପରାୟଣ, କର୍ତ୍ତବ୍ୟନିଷ୍ଠା, ସମାଜ ସୁଧାକର ତଥା ଜଣେ ଅବସରପ୍ରାପ୍ତ ଡାକ୍ତର ଥିଲେ। ତାଙ୍କର ବିୟୋଗରେ ବାଗଧରିଆ ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହିତ ଅନ୍ତିମ ଯାତ୍ରାରେ ଗ୍ରାମର ଶେଷ ମୁଣ୍ଡ ପର୍ଯ୍ୟନ୍ତ ବାଟୋଇ ନେଇଥିଲେ। ଜନମଙ୍ଗଳ ରାସଳ ସଂଗଠନ ତରଫରୁ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କର ଅମର ମହାନ ଆତ୍ମାର ସଦ୍ଗତି ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ପାଖରେ ଆକୁଳ ପ୍ରାର୍ଥନା ତଥା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସ୍ତନପୁର ପରିବାର ବର୍ଗଙ୍କ ଏକାଦୃଶ୍ୟ ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପ୍ରଭୁ କାଳିଆ ଠାକୁର ଅସୀମ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ ନିମନ୍ତେ କାମନା କରାଯାଇଛି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।